हेलो हाय फ्रेंड्स, जय जगन्नाथ, जय राधे समस्त को मोर नमस्कार। आज मोर नुआ ब्लॉग के आप समस्त को स्वागत। तो फ्रेंड्स, आज के आम नामरत्न गीतार 12 नंबर अध्याय के तो चलो सुनमा। बृहत् नामरत्न गीता। आदौ देवकी देवी गर्भजनम गोपी गृह वर्धनम मायापूतन जीवितापवर्णम गोवर्धनम धारणम कंसं छेदनं कैरवादिहनं कुन्तीसुतः पालनम् एत भगवतं पुराणं कथितं श्रीकृष्णलीलामृतम् अनाम्न जयते नाम नामाश्चक्षर संभव अक्षरा जयते मूर्ति मूर्तिमन्त्रं प्रकाशयेत्। 12 इथु अनन्तरितुः शुण धनञ्जय नामरत्न गीता शुणी पाप कर क्षय ଯେଉଁ शास्त्र ଶୁଣିଲେ ପାତକ ହୁଏ ଦହି ହୃଦୟ ନିର୍ମଳ କରି ତୋତେ ଦେଲୁ କହି ସାବଧାନ ହୋଇ ତୁ ଶୁଣ ବୀର ପାର୍ଥ ଗୁରୁଙ୍କ ଚରଣେ ଆମ୍ଭେ କଲୁ ଦଣ୍ଡବତ ତିନି ଭାଇ ମଥାରେ ଯୋଡ଼ିଲୁ ବେନି କର ବୋଇଲେ ଗୋସାଇଁ ତୁମ୍ଭେ ଦୋଷ କ୍ଷମା କର ତୁମ୍ଭ ଘରେ ପଢ଼ିଲୁ ଯେ ନାନା ବିଦ୍ୟମାନ ଅନୁକ୍ରମେ ତହିଁକି ଦକ୍ଷିଣ ମାନ ଘିନ ଦକ୍ଷିଣା ନ ଦେଲେ ଚିହ୍ନୁହିବ କାର୍ଯ୍ୟ ସିଦ୍ଧି ତୁମ୍ଭେ ତ ଭିଆଇଅଛ ସର୍ବଶାସ୍ତ୍ର ବିଧି ଆମ୍ଭକୁ ତୁମ୍ଭର ଯେବେ ଅଛି ଅନୁରାଗ ଜୀବନ ହିଁ ମାଗିଲେ ଦକ୍ଷିଣା ଦେବୁ ଆଗ ଶାନ୍ତି ପନି ବୋଇଲେ କି ଅବା ମୋର ନାହିଁ ଯେତେ ପାରୁ ତେତେ ଧନ ନିଅ ବାବୁ ତୁହି ତୁମ୍ଭେ ଯେ ମୋହର ପୁତ୍ର ଅଟ ଗୁଣବନ୍ତ ଭାଗ୍ୟ କରିଥିଲେ ସିନା ତୋଷିବୁ ତୁମ୍ଭନ୍ତ ଏ ମୋହର ଘରେ ଅଛି ଧନ ରତ୍ନ କୋଷ ଏହା ନେଇ ପାରିଲେ ଆମ୍ଭଙ୍କୁ ତୁମ୍ଭେ ପୋଷ ପୁତ୍ର ଯେ ସମ୍ପତ୍ତି ମୋର ଦୁହିତାର ନାହିଁ ଅକାରଣେ ଜୀବନ ଧରିବା କାହିଁ ପାଇଁ ଇହ ପରଲୋକେ ମୁଁ ହୋଇଛି ମହାପାପୀ ଅପୁତ୍ରକ ଦୋଷ ମୋତେ ଲାଗିଲା ଅଦ୍ୟାପି ଯେତେ ଧନ ଥିଲେ ମୋର ନିଷ୍ଫଳ ହୋଇଲା ଏ ଜୀବନ ଗୋଟା ମୋର ବ୍ୟର୍ଥକୁ ଗଲା ସକଳ ସମ୍ପତ୍ତି ଛାଡ଼ି ଯିବି ବନବାସ ତୁମ୍ଭ ଦକ୍ଷିଣାରେ ମୋର ପ୍ରୟୋଜନ କିସ ପୁଣ ନାସ୍ତି ଯେ କରନ୍ତି ସନ୍ଦୀପନି ତୁମ୍ଭ ତହୁଁ ଧନ ଘେନି କି କରିବ ପୁଣି ଆମ୍ଭେ ତାଙ୍କୁ ବୋଇଲୁ ନ ଘେନ ଯେତେ ଧନ ଯିଶ ତିଶ କଥା ମାଗି ଆମ୍ଭ ତହୁଁ ଘେନ ଗୁରୁ ବୋଇଲେ ମୋର ଯେ ବାଡ଼ି ବୃତ୍ତି ଘର ଗଛ ମାଛ ଧେନୁ ଧନ୍ୟ ଇଲ ଆବର ଯେତେବେଳେ ଯାହା ମୁଁ ଲୋଡ଼ଇ ତାହା ପାଏ ତୁମ୍ଭେ ଦେଖୁଅଛ ତ କେବଳ ମୋର ନାହିଁ ଆମ୍ଭେ ତ ବୋଇଲୁ ଯେବେ ଧନେ ନାହିଁ ଶୋଭ ଯିଶ ତିଶ କଥା ଏବେ ଆନ ଦ୍ରବ୍ୟ ମାଗ ଶାନ୍ତି ପନି ବୋଇଲେ ମାଗିବୁ କିସ ଆନ ତୁମ୍ଭଙ୍କୁ ଶିଖାଇଅଛୁ ଯେଉଁ ବିଦ୍ୟମାନ ମୋର ବିଦ୍ୟା ତୁମ୍ଭେ ଯେ ଦେବଲେ ଉଠାଇ ଆନ ବିଦ୍ୟା ଶିଖିଥିଲେ ମୋତେ ଦେବ କହି ଆମ୍ଭେ ବୋଇଲି ଗୁରୁ ହେ ସର୍ବେଶ୍ୱର ତୁମ୍ଭଙ୍କୁ କହିବାକୁ କି ବର୍ତ୍ତମାନ ଆମ୍ଭେ ଏମାନଙ୍କୁ ଛାଡ଼ି ଆଉ କେତେ ଦ୍ରବ୍ୟ ନାହିଁ ଘାତିକାରେ ମାଗ ତୁମ୍ଭେ ଯିବୁ ତାହା ଦେଇ ବିଧାତା ଭିଆଇଅଛି ଗୁରୁ ଉପଦେଶ ଦକ୍ଷିଣା ନ ଦେଲେ ତନୁ ହୋଇ ମନ ତୋଷ
शान्तिपनि बोले कि न विचार बाबु तुम्भर वचने आम्भे पाइलुनि सबु आम्भे बोइलु जेबे न घेनिब दक्षिणा धर्मशास्त्र प्रमाणे ब्रह्म स्वीकलसिना ଯାହା ଏବେ ମାଗିବ ତୁମ୍ଭଙ୍କୁ ତାହା ଦେବୁ ବିଦ୍ୟା ଋଣ ନ ସୁଝିଲେ ପାତକୀ ହୋଇବୁ ପୁଣ ପୁଣ ମାଗ ବୋଲି କହନ୍ତିଣ ବାଣୀ ଭିତରେ ଶୁଣିଣ ଶାନ୍ତି ପନିର ଘରଣୀ ଘରୁ ବାହାର ହୋଇଣ ପ୍ରାଙ୍ଗଣରେ ରହି ଦେଖି ନମସ୍କାର ତାଙ୍କୁ କଲୁ ତିନି ଭାଇ ପିଣ୍ଡାକୁ ଅନାଇଣ ଯେ ବୋଲି ଶୁଭ୍ର କେଶୀ କି କଥା ବିଚାରୁଅଛ ଗୁରୁ ଶିଷ୍ୟ ବସି ଶାନ୍ତିପନି ବୋଲେ ଆମ୍ଭ ପିତା ପୁତ୍ର କଥା ବଚନରେ କହି ଯେନୁ ହୋଇ ଏହୁ ବ୍ୟଥା ବେଦ ବିଦ୍ୟା ନାନା ଶାସ୍ତ୍ର ପୁରାଣ ପ୍ରସିଦ୍ଧ ତିନି ଦିନ ଭିତରେ ସମସ୍ତ କଲେ ସିଦ୍ଧ ପୁରୁଷଙ୍କ ବର ଏ ମହତ ଦିବ୍ୟ ଜନ ଆମ୍ଭଙ୍କୁ ବୋଇଲେ ଯେ ଦକ୍ଷିଣା ମାଗି ଘେନ କେବେ ହେତା ସନମତ ନ କଲୁ ଯେ ଆମ୍ଭେ ଘେନିବାକୁ ଚାଇଲେ ମାଗ କିନା ତୁମ୍ଭେ ଗୁରୁ ପତ୍ନୀ ବୋଇଲେ ଏ ଆମ୍ଭ ଧର୍ମ ବାଟ ଦକ୍ଷିଣା ଘେନିବା ଯେ ଅଟଇ ବିଧି ମତ ନାହିଁ କଲେ ପୁଣ ପୁଣ ଯାଚୁଅଛ ଏତେ କଥାଏ ମାଗିବି ଦେଇପାରିବ କି ମତେ ଗୁରୁ ପତ୍ନୀଙ୍କ ବଚନେ ଆଜ୍ଞା କଲୁ ଆମ୍ଭେ କେଉଁ ଦ୍ରବ୍ୟ ମାଗିବ ଗୋ ମାଗ କିନା ତୁମ୍ଭେ ପତି ପତ୍ନୀ ଏକ ଦେହ ଅଟବେ ନିଜନ ଗୁରୁ ଯେବେ ନାସ୍ତି କଲେ ତୁମ୍ଭେ ମାଗି ଘନ ପଣ୍ଡିଆଣି ବୋଇଲେ ଯେ ମାଗୁଅଛି ସିନା ଦେଇ ଯେବେ ପାରିବ ଫେଡ଼ିଣ କହ କିନା ସତେ ଯେବେ ଦକ୍ଷିଣା ଦେବାର ପରମାଣ ଷଡ଼ପୁତ୍ର ମଲେ ମୋର ଲେଉଟାଇ ଆଣ ଫୁଲ ଲାଗି ପଟ ଯେହ୍ନେ ପାଇଲା ନିସ୍ତାର ସେହି ଭାବେ ତୁମ୍ଭଙ୍କୁ ମୁଁ ମାଗୁଅଛି ବର ମହତ୍ଵ ବଚନ ଯେ କେବେ ନୁହେଁ ଆନ ଦେବାର ବୋଇଲେ ମତେ ଦିଅ ପୁତ୍ର ଦାନ ଆମ୍ଭେ ତାଙ୍କୁ ବୋଇଲୁ ଯେ କହିବା ବିଶ୍ୱାସ କେବଳ ପ୍ରକାରେ ତୁମ୍ଭେ ପୁତ୍ରେ ଗଲେ ନାଶ ଗୁରୁ ପତ୍ନୀ ବୋଇଲେ ଶୁଣି ମା ଦାମୋଦର ସ୍ୱରୂପ କହୁଛୁ ଆମ୍ଭେ ତୁମ୍ଭର ଆଗର ଯେଉଁ ଯେଉଁ ଭାବେ ପୁତ୍ର ମରିଛନ୍ତି ବାବୁ ବିସ୍ତାର କରିଣ ତାହା କହୁଅଛି ସବୁ ଅର୍କବାର ଯୁଗ ଯେ ପଡ଼ିଲା ମାଘ ମାସେ ପୁତ୍ରଙ୍କୁ ଘେନିଣ ଗୁରୁ ଗଲେ ସିନ୍ଧୁ ପାଶେ ଧୋତି ଯେ ଉତ୍ତରି ଚପା ମାଳି ଥୋଇ କୂଳେ ସ୍ନାହାନ ନିମନ୍ତେ ଯେ ପଶିଲେ ସିନ୍ଧୁ ଜଲେ ଗୁରୁଙ୍କ ପଛରେ ଯେ ପଶିଲେ ବାଳ ଶିଷ୍ୟ ସମୁଦ୍ର ଭିତରେ ଯାଇ ସେହି ଦେଲେ ଝାସ ବରୁଣର ମନ୍ତ୍ରୀ ଯେ ତରଙ୍ଗ ନାମେ ତହିଁ ପୁତ୍ରଙ୍କର ପରେ ମାଡ଼ି ପଡ଼ିଲା କଯାଇ ପାପ ପୁଣ୍ୟ ନ ବିଚାରି ଏଡ଼େ କର୍ମ କଲା 6 ଗୋଟି ପୁତ୍ର ମୋର ବରୁଣ ରାଜା ନେଲା ମୁଁ ତାହା ଖୋଜିଣ ଆଜି ନ ପାଇଲି ଲେଶ ବରୁଣ ରାଜାର ଆମ୍ଭେ କଲୁ କେଉଁ ଦୋଷ 6 ଗୋଟି ପୁତ୍ର ମୋ ଆଡ଼ଖେ ବୁଡ଼ି ମଲେ ଯମଜ ରାଜା ଦୋଷ ନାହିଁ ବରୁଣ ତା ନେଲେ ତୁମ୍ଭେ ଏବେ ଦିଶୁଅଛ ଦେବ ଦେହି ପ୍ରାୟେ ପୁତ୍ର ପାଇ ଯିବ କି ବରୁଣ ପୁର ଯାଏ ରତ୍ନାକର କଟଳେ ମୋ ପୁତ୍ର ମଲେ ବୁଡ଼ି
ସୁଖ ଭେଳା ବୁଡ଼ାଇ ଆମ୍ଭଙ୍କୁ ଗଲେ ଛାଡ଼ି। ପୁତ୍ରଙ୍କୁ ସୁମରି ମୁଁ ତ ହେଲି ମହାକଷ୍ଟି। ଲୋତକ ବହିଣ ଚକ୍ଷୁ ଯାଇଅଛି ଫୁଟି। ମନ ହିଁ ସେ ନ ଜାଣଇ ଯେ ମନର ବାରତା। ଧନ ଦ୍ରବ୍ୟ ଆମ୍ଭର ସବୁ ହିଁ ବ୍ୟର୍ଥତା। ଏତେ ବୋଲି ବ୍ରାହ୍ମଣୀ ଯେ ପୁତ୍ରଙ୍କୁ ସୁମରି। ଅତି ଉଚ୍ଚେ କାନ୍ଦଇ ସେ ମହାକ୍ରୋଧ କରି। ଆମ୍ଭେ ତାଙ୍କୁ ବୋଇଲୁ ଗୋ କ୍ରୋଧ ନ କରିବ। ଏ ତୁମ୍ଭର ପୁତ୍ରଙ୍କୁ ଅବଶ୍ୟ ଆମ୍ଭେ ଦେବା। ଏବେ ତୁମ୍ଭେ ମନେ ଭ୍ରାନ୍ତି ଛାଡ଼ ସି ଗୋ ମାଏ। କାଲିକ ଚାହିଁବ ମୋତେ ରବି ଅସ୍ତ ଯାଏ। ନିଶ୍ଚୟ ତୁମ୍ଭେ ପୁତ୍ରଙ୍କୁ ଆମ୍ଭେ ଦେବୁ ଆଣି। ଗୁରୁ ପତ୍ନୀ ସନ୍ତୋଷ ହୋଇଲେ ଏହା ଶୁଣି। ଶାନ୍ତିପନି ବୋଇଲେ ଅସମ୍ଭବ କଥା। କେହୁ ମଲା ଲୋକଙ୍କୁ ଆଣିବା ସାମରଥା। ଅଶେଷ ବ୍ରହ୍ମାଣ୍ଡର ଠାକୁର ଦେବ ହରି। ତାହାଙ୍କର ବଳେ ନୁହେଁ ଏଡ଼େ କର୍ମ କରି। ଉପହାସ କରିଣ ଆମ୍ଭଙ୍କୁ କିମ୍ବା ଭଣ୍ଡ। ସମୁଦ୍ରରେ ଭାସିଗଲା ପୁତ୍ରଙ୍କର ପିଣ୍ଡ। ଅସ୍ଥି ଯେ ମାଏଶ୍ୱର ମରକତ ସହିତେ। ପାଣିରେ ମିଶାଇ ଗଲେ ଯେ ଯାହାର ମତେ। ଏବେ ତାହା ଲୋଡ଼ିବେ ପାଇବ ତୁମ୍ଭେ ନାହିଁ। ମତେ କିମ୍ବା ଭଣ୍ଡୁଛ ବିଶ୍ୱାସ କଥା କହି। ଏ ବଚନ ଶୁଣି ଆମ୍ଭେ କହିଲୁ ଯୁକତି। ତୁମ୍ଭର ବଚନ କେହୁଁ କରିବ କି ନାସ୍ତି। ଆମ୍ଭେ ତ ଶୁଣିନଛୁ ପୁରାଣର ମାର୍ଗ। ବିଘ୍ନେଶ୍ୱର ଜନ୍ମିଲେ ଯେ ବିଧି ସତ୍ୟ ଯୁଗେ। ଈଶ୍ୱର ତାହାଙ୍କ ମୁଣ୍ଡ ପକାଇଲେ ହାଣି। ଗଣ୍ଡି ମୁଣ୍ଡ ଏକ କରି ଜିଆଇଲେ ପୁଣି। ସେ ମୁଣ୍ଡ ଯେ ଗିଳିଥିଲା ମଣିଭଦ୍ରା ଗଜ। ହସ୍ତି ମୁଣ୍ଡ ଲଗାଇ ତାହାକୁ କଲେ ଉଜ। ରାବଣର ଶକ୍ତିରେ ଲକ୍ଷ୍ମଣ ମୋହ ଗଲା। ବିଶଲ୍ୟକରଣୀ ହନୁ ଆଣି ଜିଆଇଲା। ଅନେକ ବାନର ସଂଗ୍ରାମରେ ଥିଲେ ପଡ଼ି। ରଘୁନାଥଙ୍କ ବଚନେ ବର୍ତ୍ତିଲେ ବାହୁଡ଼ି। ତାଡ଼କାସୁରକୁ ବଧ କଲେ ଯେତେବେଳେ। ଇନ୍ଦ୍ର ହିଁ ଭାଜିଲା ଟିକେ ତାହାଙ୍କର ତୁଲେ। ସମୟ କେତେଳେ ସେନା ବାର ମଣ୍ଡଳ। ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରେ ଜିଆଇ ସକଳ। ଶିବଙ୍କ କୋପରେ କାମଦେବ ଭସ୍ମ ଗଲା। ସୁଧର୍ମା ସଭାରେ ରତି ମହାଶୋକ କଲା। ଦୁହିତାର ଶୋକ ଦେଖି ବ୍ରହ୍ମା କୁଶ ପାଣି। କାମଦେବ ରାଜାଙ୍କୁ ଜିଆଇ ଦେଲେ ଆଣି। ଯମଦଗ୍ନି ଭାରି ଯାଜେ ରେଣୁକା କାମିନୀ। ସ୍ୱାମୀର ତର୍ପଣ ବଳେ ଦେଉଥିଲା ପାଣି। ଚିତ୍ରରଥ ଗନ୍ଧର୍ବ ଯେ ଆରୋହୀ ବିମାନ। ଯାନ୍ତ୍ରେଣ ଘଣ୍ଟି ଘାଘୁଡ଼ି ବଜାଇ ଗମନ। ରେଣୁକା କର୍ଣ୍ଣପଥରେ ଶୁଭିଲା କପୁଣି। ଭୂମିରେ ପଡ଼ିଲା ସେ ଯେ ତର୍ପଣର ପାଣି। ତାହା ଦେଖି ମହାମୁନି କୋପେଣ ପ୍ରଚଣ୍ଡ। ପୁତ୍ରକୁ ବୋଇଲେ ବେଗେ କାଟ ଏହା ମୁଣ୍ଡ। ମାତା ବୋଲି ନଉ କ୍ରୋଧ କଲେ ଚାରି ଭାଇ। ନ ମାଇଲ ତୁମ୍ଭେ ମାନେ ଯାଅ ଭସ୍ମ ହୋଇ। କୁମରେ ବୋଇଲେ ତୁମ୍ଭେ ଶୁଣି ମାଗୋ ପିତା। କେମତେ ମାରିବୁ ଏ ଯେ ଗର୍ଭଧାରୀ ମାତା। ଏହା ଶୁଣି କୋପେ ପ୍ରଜ୍ୱଳିତ ମହାବୀର। ଜଳିଯାଅ ବୋଲି ଆଜ୍ଞା ଦେଲେ ଧାତିକାର। ପିତାର ବଚନେ ଯେ
समस्ते देले तही ब्रह्मांड भितरे जे रखन्ता केही नाही एथकु जे गौरु किछि न विचार तुम्हे षडपुत्र तुम्भर जियाई देवा आम्भे शान्ति पनि भइले शुणी माहेतु देई अदृष्ट कथाको आम्भे प्रते जाऊ नाही जेते पटान्तर तुम्भे करुअछ ठीके मर्त्यमण्डलकु ए अधिक एके एके आम्भे तांकु बोइलु आजक तुम्भे थिब काली एते बेले तुम्भ पुत्र आनी देवा एते बोली गुरुंक जे प्रशमित होई बलरामंकु हि नमस्कार कलु जाई बलरामंकु आम्भे कहिलु शुद्ध चिते सुरथकु घेनी तुम्भे थाओ एही रथे वरुणपुरकु आम्भे जीवु एही क्षणी गुरुंकु दक्षिणा देवा पुत्र मागी आणी आज्ञा पाई रहिले सुरथ हलधर शुभ अनुकूले आम्भे होइलु बाहार पादुका मंत्र सुमरी अंतर्धान होई सिंधु तटे प्रवेश होइलु आम्भे जाई दक्षिण मुखरे थाई कलु एकलये देखिलु सपत सिंधु अप्रमितमये जम्बु द्वीप लक्षे जे योजन परिमाणी बेनी लक्ष योजन बेड़ीछि क्षीर पाणी तदंतरे शोभा पाउअछि दिव्य पृथ्वी 3 लक्ष योजन ताहार दीर्घ प्रति अपूर्व भुवन से मेरुर वायु गुण क्षीर सिंधु बेड़ी अछि 4 लक्ष जूण कुशद्वीप बोलिण जे तेणे एहु पृथ्वी 5 लक्ष योजन तहिर दीर्घ प्रति लक्ष नामे समुद्र तहि कि अछि बेड़ी 10 लक्ष योजन जे बढ़ी अछि माड़ी पातालपुरकु तहि फुटी अछि बाट विषमल हरि से पर्वत सममोट तदंतरे अछि जे कोमल नामे पृथ्वी 12 लक्ष योजन तहिर दीर्घ प्रति सुरा नामे समुद्र जे बण अछि तहि मय नामे दैत्य जे व्यणिला पुण तहि 13 लक्ष योजन तहिर दीर्घ प्रति गभीर पार कोटि जलर आकृति तदंतरे जे अछि 16 नामे द्वीप 11 लक्ष योजन जे भूमि प्रपात दधि नामे समुद्र तहि कि अछि बेड़ी 15 लक्ष योजन दीर्घ प्रति माड़ी 500 कोटि गभीर जल दिव्य सञ्च से समुद्र घोटी अछि पाताल जे मंच तहि उपरे अछि साकल्य दीप शोभा 15 लक्ष योजन दीर्घ प्रति शोभा क्षीर माने समुद्र ताप छरिया बुरी अनंत सज्जारे तहि शोइछन्ति हरि 18 लक्ष योजन सिंधु स्वर्णमये सेठावरे चंद्र सूर्य हुअन्ति उदये 5 लक्ष योजन गभीर सिंधु जल कळना न जाई तार नाही थळकूळ कहन्ते न सरे सेउ समुद्र महिमा गण्डूस करी भण्डिले से जे वेद ब्रह्मा कुशल द्वीप अछि जे तहिर पारुष 32 लक्ष योजना विस्तारी विशेष तहि कि बेड़ीछि घुम समबारा निधि धर्म अर्थ काम मोक्ष चौवर्ग सिद्धि 60 लक्ष योजन विस्तार से जल
ଅକଳିତ ବାରାନିଧି ତହିଁର ସାତଳ 56 କୋଟି ଗଭୀର ସିନ୍ଧୁ ପୂର୍ଣ୍ଣମୟେ ଧ୍ରୁବମଣ୍ଡଳକୁ ବୋଲି ତାର ଶିଖାଯାଏ। ଏ ସନକ ସପ୍ତଦ୍ୱୀପ ମେରୁକୁ ସେ ବଢ଼ି ମେରୁରେ ବାନ୍ଧିଅଛନ୍ତି ଶବରୀ ଦଉଡ଼ି। ସପତ ସମୁଦ୍ର ସେ ତେଣିକି ଯେତେ ଜଳ କହିଲେ ନ ସରଇ ତହିଁ ଯେତେ କୂଳ ତଥିର ଭିତରେ ଯେ ସାହେର ନାମେ ଖଣ୍ଡ ଅଶେଷ କୋଟି ବ୍ରହ୍ମାଣ୍ଡ ସେହିଠାରେ ରୁଣ୍ଡ 20 ଲକ୍ଷ ଯୋଜନ ସେ କୁଣ୍ଡ ଆୟତନ ତହିଁର ଭିତରେ ଅଛି ବରୁଣ ଭୁବନ ଅପୂର୍ବ ଭୁବନେ ସେ ଯେ ପୁର ବାରସ୍ପତି 3 ଲକ୍ଷ ଯୋଜନା ଯେ ତହିଁ ଦୀର୍ଘ ପ୍ରତି କହନ୍ତେ ନ ସରଇ ସେ କଟକର ଗୁଣ ବିଶ୍ୱକର୍ମା ଯାହା କରିଅଛି ନିରିମାଣ ଦିଗପାଳ ଦେବତା କରନ୍ତି ପାଦ ପୂଜା ବାରାନିଧିପତି ସେ ବରୁଣ ମହାରାଜା ରତ୍ନାକର କଟକରେ ବାନ୍ଧି ଦିବ୍ୟ ପାଟ ସେ ବରୁଣ ରାଜାଙ୍କୁ ଖଟନ୍ତି ସମରାଷ୍ଟ୍ର ଜଳାଧିପତିମାନଙ୍କ ସେ ଅଟନ୍ତି ଭର୍ତ୍ତା ସପ୍ତ ସିନ୍ଧୁ ସପ୍ତଦ୍ୱୀପ ସବୁଠାରେ କର୍ତ୍ତା 84 କାଠି ଯେଉଁ ଜଳରେ କାଢ଼େଣି ଅଷ୍ଟଲୋକପାଳ ସଙ୍ଗେ ତାହା କଟି ଗଣି ସେ ସ୍ଥାନ ଲୟ ଆମ୍ଭେ ନ କଲୁ ବୀର ପାର୍ଥ ଆନର ବଳେ କି କରି ହୁଏ ଏତେ କ୍ରୁତ ଅପାଙ୍ଗଲୋଚନେ ଦୃଷ୍ଟି ଦେଲୁ ଦକ୍ଷିଣକୁ ଉଚାଟ ଲାଗିଲା ଯେ ବରୁଣ ଭୁବନକୁ ବେଭାରଣେ କଟକ ବହୁତ ଦୂର ଛଡ଼ା ପାଦୁକା ମନ୍ତ୍ରକୁ ଯେ ହୋଇଲା ଏକ କଡ଼ା ଏ ସନକ ମହିମା ଯେ ମହାମନ୍ତ୍ର ଗୋଟି ଅଶେଷ ନିମିଷକେ ସେ ପାରେ ତାହା ଗୋଟି ସେ ମନ୍ତ୍ର ଗୋଟିକି ମନେ ସୁମରଣା କରି ତ୍ୱରିତେ ମିଳିଲୁ ଯାଇ ରତ୍ନାକର ପୁରୀ ପ୍ରଥମେ ଦେଖିଲୁ ଯେ ରୁଦ୍ରମୟ ଗଡ଼ 10 ଜୁଣ ମାଣିଣ କଲୁହା ନାମେ ଗୁଡ଼ ଏ ସନକ ବିସ୍ତାରିକ ପାଟ ବେନି ପୁଡ଼ା ବଜ୍ରଦଣ୍ଡ ଲୁହା ରାଗି ଲୋଇ ଅଛି ଯୋଡ଼ା ସହସ୍ର ବଖରା ଯେ କଲୁହା ବେନି ପାଖେ 12 ଲକ୍ଷ ଆୟତନ ଏକା ବଖରାକେ ସୁବର୍ଣ୍ଣ ପାଚେରୀ ଯେ ସତେକ ଜୁଣ ଉଚ୍ଚ 7 ତାଳ ଉଚ୍ଚ ସେ ଗାଙ୍ଗୁଳା ଦିବ୍ୟ ସଞ୍ଚ ଧବଳାଟ ପୁରେ ସେ ମୁକୁତା ମାଡ଼ି ଚୂନ ବିଜୁଳିର ଜ୍ୟୋତି ପ୍ରାୟ ଦିଶଇଆଛନ୍ନ ରତ୍ନାକର ପୁରରେ ପ୍ରବେଶ ହେଲୁ ଯାଇ ବଢ଼ାଇ ପ୍ରଶଂସା କଲୁ ଗଡ଼କୁ ଅନାଇ ଆଡ଼ମ୍ବର କଟକ ସେ ବିଷମ ପାଟଣା 95 କୋଟ ଦ୍ୱାରେ ଏକ ଏକ ଜିଣା ଚାରିପାର୍ଶ୍ୱେ କମଳା ଅଛନ୍ତି ତହିଁ ଖଟି ହୀରା ନୀଲା ମାଣିକ୍ୟ ମୁକୁତା କୋଟି କୋଟି ପ୍ରତ୍ୟକ୍ଷ ଦେବତା ସେ ଭୁବନ ସୁଧମୟୀ ବ୍ରହ୍ମ ପ୍ରଳୟ ହୋଇଲେ ନୁହଇ ସେ କ୍ଷୟେ ସେ ଭୁବନ ଲୋକମାନେ ଦିଶେ ମହାଶୋଭା ବାଳ ବୃଦ୍ଧ ନାହିଁ ଯେ ସମସ୍ତେ ନବଯୁବା ସାବଧାନ ହୋଇ ଶୁଣ ପଣ୍ଡୁରାଜ ଶିଷ୍ୟ ବରୁଣ ଭୁବନେ ମୋହି ହୋଇଲି ପ୍ରବେଶ ନଗ୍ର ନର ନାରୀ ମାନେ ଘର ସେ ଦେଖନ୍ତି ସମସ୍ତେ ହିଁ ଘୋଡ଼ାଇ ଅଛନ୍ତି ଆମ୍ଭ କତି କେବଳ ଇଏମନ୍ତ ପୁରୁଷ ଅଛି କାହିଁ ନିର୍ମଳ ହୋଇଲୁ ଆମ୍ଭେ ଶ୍ରୀମୁଖକୁ ଚାହିଁ ଇନ୍ଦ୍ର ଚନ୍ଦ୍ର କୁବେର କି ବ୍ରହ୍ମା ସୁର ରାଜେ କେ ବଣ ଦେବତା ଏ କଟକେ କଲା ବିଜେ ଏ ସନକ
लोक विचारी करन्ते नर नारी ভিতরে পশিলু আম্ভে দিব্য রূপ ধরি বেনি দ্বার জিণি গলু মনর হরস তিনি দ্বার ঠারে যাই হুইলু প্রবেশ চতুর্থ যে দ্বার জিণি গলু ধনঞ্জয় বরুণকু উচ্চাট লাগিলা মহাভয় রত্ন সিংহাসন যে আসন করিথিলা খণ্ড দূর যায় সে যে পাছটি অইলা বিচারি বইলা মোর ছাড়িলা কপাপ পাদ তলে দণ্ডবত কলা জড়া দীপ মুকুট উপরে নেইবেনি কর যোড়ি পুণ পুণ পড়িলা সাষ্টাঙ্গে পায়ে পড়ি করপত্র জোড়িণ করই দিব্য স্তুতি জয় জয় জগন্নাথ ব্রহ্মাণ্ডর পতি জলস্থল তোহর সঞ্চিল চৌবাহা স্থাবর জঙ্গম তুজে সবুঙ্কর নাহা বেদর উপরে যে বেদান্ত পুর শাখা তুহর মহিমা দেব তুহি জাণু একা দেবতাঙ্ক উপরে দেবাদি দেব রাজা তিনি পুরে ততে সে করন্তি পাদ পূজা অশেষ কোটি ব্রহ্মাণ্ডে অটু তুকারেণী নাম রত্ন